हेलो। हेलो। हाँ मैडम ମୁଁ ଜନତା ଆବାସ ନ୍ୟୁଜରୁ ବିଘ୍ନେଶ୍ୱର ସାହୁ କହୁଥିଲି। ହଁ ଆଜ୍ଞା ନମସ୍କାର। ନମସ୍କାର ମ୍ୟାଡ଼ାମ, ଆଜି ଆପଣଙ୍କ ତାଲଚେର ମ୍ୟୁନିସିପାଲିଟିରେ ଆପଣଙ୍କର ନାମରେ ଅନାସ୍ଥା ପ୍ରସ୍ତାବ ଭୋଟିଂ ଚାଲିଥିଲା, ଆଜ୍ଞା ଆପଣ ଯାଇଥିଲେ? ଯାଇଥିଲି। ଆଚ୍ଛା, ଆପଣ ଶୁଣିବାକୁ ମିଳୁଛି ଆପଣ ଦେଇଥିଲେ, ଆପଣଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ ଆସିଥିଲା, ଆପଣ ଠିକ ଭାବରେ ବୈଠକକୁ ସାମିଲ ନଥିଲା କି କିମ୍ବା ମ୍ୟୁନିସିପାଲିଟି ଅଫିସ ବି ଏହାର ସଠିକ ଭାବରେ ଆପଣ ଯାଆନ୍ତି ନାହିଁ। ସେଇ ହିସାବରେ ବିଜେପିର କାଉନସିଲର ପାଖାପାଖି 16 ଜଣ କାଉନସିଲର ଆପଣଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ତେବେ ଆପଣଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ, କିନ୍ତୁ ଆପଣ ହିଁ ଖୋଦ ହିଁ ତାଙ୍କ ସହିତ ଆଜି ବିଜେପି ଦଳ ସହିତ ସମର୍ଥିତ ହେଇଛନ୍ତି। କେତେ ଦୂର ଏଟା ସତ? ନାଇଁ ଆଜ୍ଞା, ଆମକୁ ସେମାନେ ଚଞ୍ଚକତା କରିକି ଭୋଟ ନେଇ ଯାଇଛନ୍ତି। ଆମେ ଯେତେବେଳେ ଗଲୁ, ମୁଁ ମୋର 2 କାଉନସିଲରକୁ ଧରିକି ଗଲି। ମୋର ଜଣେ କାଉନସିଲର ସେ ଅପରେସନ ହେଇଥିଲେ। ଆଉ ମୋର ଆପଣ ପୂର୍ବରୁ ଜାଣିଥିବେ, ବିଗତ 7 ଦିନ ହବ ଆଜିକି ମୋ ଭାଇ ନଷ୍ଟ ହେଇଛନ୍ତି, ଯାହା ଫଳରେ କି ମୋ ମାନସିକ ଅବସ୍ଥା ବି ସ୍ଥିରୀକୃତ ନୁହନ୍ତି। ଆଉ ଆପଣ ମୁଁ ଯୋଉ ହଁ ଯେତେବେଳେ କୁହନ୍ତୁ। ପହଞ୍ଚିଲି ଅଲରେଡି ଭୋଟିଂ ଷ୍ଟାର୍ଟ ହେଇଯାଇଥିଲା। ଆଉ ଆମେ ଯେତେବେଳେ ଜଣେ ଜଣେ କି ଗଲୁ, ସାର୍ ସେମାନଙ୍କ ଆଗରୁ ବାଲାଟ ପେପର ବିଷୟରେ କିଛି ବୁଝେଇ ନଥିଲେ, ଆମକୁ ବି କିଛି ବୁଝେଇ ନାହାନ୍ତି। ସଡନ ଆମକୁ ପଚାରିଲେ ତମେ ସପକ୍ଷରେ ଦବ କି ବିପକ୍ଷରେ ଦବ। ନାଇଁ, ଆପଣଙ୍କୁ ତ ଟାଇମ ସମୟ ନିର୍ଦ୍ଧାରିତ ଥିବ ନା, ଯେ ଆପଣଙ୍କର ଆଜ୍ଞା, ଆଜି ସାଢେ 10ଟା କହିଥିଲେ। ଆମେ 10:30, କାରଣ ମୁଁ ଜଣେ ପେସେଣ୍ଟ କୁ ଅପରେସନ ହେଇଥିଲା ତାକୁ ଧରିକି ଯାଇଥିଲି। 10:40ରେ ମୁଁ ପହଞ୍ଚିଲି, ତା ପୂର୍ବରୁ ଆପଣ ଷ୍ଟାର୍ଟ ହେଇଯାଇଥିଲା। ଆପଣଙ୍କ ସହିତ ଆଉ କୋଉ ବିଜେପି ଆଉ କୋଉ କାଉନସିଲର ତେର ଅଛନ୍ତି? କାଉନସିଲର 13 ନମ୍ବର କାଉନସିଲର ଥିଲା 17 ନମ୍ବର। 13 ନମ୍ବର କାଉନସିଲର ଯିଏକି ଏବେ ଯୋଉ ମଣିପାଲ ରେ ଅପରେସନ ହେଇକି ଆସିଛନ୍ତି, ଯାହାର ବଡ ଷ୍ଟୋନ ହେଇଥିଲା, ତେଣୁ ତାଙ୍କର ଗୋଟେ ପଟ ସର୍ଜରୀରେ ବାଇପାସ ହେଇଛି। ତାକୁ ଆଚ୍ଛା, କଷ୍ଟେ ବି ଧରିକି ଯାଇଥିଲେ। କଥା ଉଠିଛି ଆପଣ ଏକା ସାଥିରେ ତିନି ଜଣ କିଭଳି ଭାବରେ ଜାଣିପାରିଲେନି ଯେ ବିଜେପି ଦଳକୁ ଆପଣ ମାନେ ସମର୍ଥନ କଲେ, ଯିଏକି ତମ ବିରୋଧରେ ହିଁ ସେ ଅନାସ୍ଥା ଆଣିଥିଲେ? ଆଜ୍ଞା, ମୁଁ ଫାଷ୍ଟ ଆପଣ କୁହନ୍ତୁ ଯେ ମୁଁ ନିଜେ ନିଜ ବିରୁଦ୍ଧରେ ଯାଇପାରିବି କି? ଆପଣ ଆପଣଙ୍କ ବିରୁଦ୍ଧରେ କେବେ ଯାଇପାରିବେ କି? ଯାଇପାରିବେନି। ମତେ ସେଠି ଭୋଟରେ ପଚରା ହେଲା, ଆପଣ ସପକ୍ଷରେ କି ବିପକ୍ଷରେ? ମୋ ନିଜର ସପକ୍ଷରେ କି ବିପକ୍ଷରେ ମତେ ପଚାରିଲା ବେଳେ ଅଛନ୍ତି ଇଏ ଅଛନ୍ତି, ତ ମୁଁ କହିଲି ମୁଁ ନିଜ ସପକ୍ଷରେ। ତେଣୁ ମୁଁ ବାଲାଟ ପେପର ବଦଳରେ ନିଜ ସପକ୍ଷରେ ଭୁଲ ବଶତଃ ମାରିଲୁ। ତାପରେ ଆମେ ସାଙ୍ଗେ ସାଙ୍ଗେ ଯେତେବେଳେ ସାର୍ ଡିକ୍ଲେୟାର କଲେ, ଆମେ ସାଙ୍ଗେ ସାଙ୍ଗେ ଉପଜିଲ୍ଲାପାଳ ଆମକୁ ନିର୍ଦ୍ଦେଶ ଦେଲେ ଯେ ଆପଣ ଆପଣଙ୍କ ବିରୁଦ୍ଧରେ ତ କେବେ ଯାଇପାରିବେନି, ଆପଣ ଗୋଟେ ରିଟିନ ଲେଖିକି ଦିଅନ୍ତୁ। ଆଉ ରିଟିନ ଲେଖିକି ଦେଲେ ମୁଁ ସେଇ 3ଟା ଭୋଟ ବି ମାଇନସ କରେଇବି। ଚର୍ଚ୍ଚା ହେଇଗଲି ଆପଣ ମାନେ କିଛି ଅର୍ଥ ପାଇକି, ଯାହାକି ନିଜେ ହିଁ ବାଧ୍ୟତାରେ, ଯେହେତୁ ଆପଣ ସଠିକ ଭାବରେ ଜାଣିପାରିଲେ ଆଉ ଜମା ମାତ୍ର ୟାର ସମୟ ଅଛି 7ରୁ 8 ମାସ ଅଛି, ତେଣୁକରି ଆପଣ କିଛି ଅର୍ଥ ପାଇକି ଏଇଟା ଯେହେତୁ ବିଜେପି ଏଇଟା ସମର୍ଥନ କଲେ। ଆପଣ ଏଇଟା ଭିତ୍ତିହୀନ ଜିନିଷ। ଆମେ ପୂର୍ବରୁ ଯାଇନୁ ଯଦି ଏବେ କାହିଁକି ଯିବୁ? ଆଗରୁ ଯଦି 13 ଜଣ କାଉନସିଲର ଯାଇପାରିଲେ, ଆମେ କଣ ସେତେବେଳେ କାହିଁକି ଯାଇପାରିଲୁନି? ଆଉ ବର୍ତ୍ତମାନ ମତେ ଯଦି ଇସ୍ତଫା ଦବାର ବି ଥିଲା, ମୁଁ ଇସ୍ତଫା ନ ଦେଇକି କାହିଁକି ପଇସା ନେଇକି ବଦନାମ ହବାର ଥିଲା? ପୂର୍ବରୁ ଆମେ ବି ବିଧାୟକ ସହିତ ଅଛୁ, ରହିବୁ, ଆଗକୁ ମଧ୍ୟ ରହିବୁ। ଠିକ ଅଛି ମ୍ୟାଡ଼ାମ, ଥ୍ୟାଙ୍କ ୟୁ। ଆଜ୍ଞା।